ଅଟୋରେ ରେଡ୍ ଚାର୍ଟ ଲଗାଯିବ ତେବେ ଅଲ୍ ଓଡ଼ିଶା ବସ୍ ଓନର ଆସୋସିଏସନର ନିର୍ବାଚନ ହେବ। ଆଜି ପୁରୀରେ ଅଲ୍ ଓଡ଼ିଶା ବସ୍ ଓନର ଆସୋସିଏସନ ବାର୍ଷିକ କାର୍ଯ୍ୟକାରିଣୀରେ ଯୋଗଦେଇ ଏହା କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ବୈଠକରେ ବସ୍ ଚାଳକ କର୍ମଚାରୀ ମାଲିକମାନଙ୍କ ସମସ୍ୟାର ବିଭିନ୍ନ ଦିଗକୁ ନେଇ ମାନସ ମନ୍ଥନ ହୋଇଛି। ବସ୍ଗୁଡ଼ିକର ଆଗାମୀ ଦିନରେ କିଛି ଅସୁବିଧା କିଭଳି ନ ହେବ ସେଥିପାଇଁ ଏଟିଏସ୍ ବ୍ୟବସ୍ଥା ଲାଗୁ ହୋଇଛି। ଲକ୍ଷ୍ମୀ ବସ୍ ମଧ୍ୟ ଜନସାଧାରଣଙ୍କୁ ସେବା ଯୋଗାଉଛି। ଆମ ବସ୍ ଲଗାତାର କିଛି ଦିନ ହେବ ଦୁର୍ଘଟଣା ଘଟାଉଥିବା ବେଳେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ମଧ୍ୟ ପରିବହନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି କେବଳ ଆମ ବସ୍ ନୁହେଁ ବରଂ ଯେକୌଣସି ବସ୍ ବେପରୁଆ ଚାଳନା ଉପରେ ଅଙ୍କୁଶ ଲାଗିଛି। ଡ୍ରାଇଭର ବେପରୁଆ ଭାବେ ଗାଡ଼ି ଚାଳନା କଲେ ବସ୍ର ଲାଇସେନ୍ସ ବାତିଲ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରହଣ କରାଯାଉଛି। ବୈଠକ ପରେ ପରିବହନ ମନ୍ତ୍ରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। मेजर डिमांड से आमको असुविधा न हो जमीक जमीक एटीएस कथा जमी आगे थिला फिटनेस सर्टिफिकेट पेपर फिटनेस कराउतरा एबे मशीन ऑटोमेटिक टेस्टिंग सिस्टम रे आपण मानकर गाड़ी पशिबो एवं ऑटोमेटिक जनरेट हो जहाँ रिपोर्ट आसीबो। एटीएस नुआ नुआ रे आसीची तांकर आग्रह थिला जे एटीएस पूर्व भली रहिथिले भल होंता किंतु ताठू आउरी सरल हेब एवं लक्ष्मी बस कथा नहीं जो कथा होता से दीर्घ दिन धरिक बस सेवा दौरान ओडिशार जनसाधारण सरकार लक्ष्मी बस दवा पूर्वर हेले जिते लक्ष्मी बस आसी रिरूटिंग करवा से डिमांड जे आमर व्यवसाय जमी क्षति न हुए अमानिया भाव गाड़ी चलेगा आवश्यकतार आरसी बुक तार लाइसेंस बातिल करुँ माने अघटन घटुची आम नजर को आम दृढ़ कार्यानुष्ठान ग्रहण करुँ।